देव बड़ भाई मित्रमाला ड्रामाटिक क्लब बड़ भाई मित्रमाला ड्रामाटिक क्लब बड़ भाई मित्रमाला ड्रामाटिक क्लब बड़ भाई मित्रमाला रूपर पाउंज तोर अतीतर संपर्क अछि बाबा मु कुछ बुझी पारुनी बाबा बोल सेठी पाए मु तते कहूची ए घरर हीरार लक्ष्यमूर्ति सहित रूपर पाउंज कि तो आयरन चेस्ट भितर साइड रखी आ ए दीटा जक जिनिस हेउची तो पाई अति मूल्यवान अच्छा जीवन मुझे ठीक है वो बात मोर तो अतीत कथा किसी भी मन नहीं तू को अतीत कथा सब जानी चुना अरे किसी कहूनु कहीं अरे दुनिया सब मोर किए अछंती मो बापा माँ भाई भौणी कोठी अछंती से माने तते जो दिन खाली मो पादरे पिंधिची सेही दिनटार मो जीवनर सुख शांति हस खुशी सब किछि भूली जाई मो भाई मो बापा माँ समस्ते मोठू अलग है जाइछती तथापि मु तते भांगी देनी जेते परिस्थिति आसिले भी तते मु केबे बिक्री करि देनी जानिछु कहीं बिना मो भाई माने तते मोते उपहार देइथिले जेते दिन जाइछु अतीत कथा मते मन न पकई देइछु सेते दिन पछत तते मु शांति रे रखई देबिली तते मु शांति रे तू कहि परिबो मो भाई माने को कहि दे मो बहुत करे अछि घरे घरे बुली जाई काम करूछे चाकराने पइनी परी कोटुछे मो दुनिया सब मोर किए अछंती मो बापा माँ मो भाई भौणी कोठी अछंती से माने
ତରୁଟିଏ ଖାଲି ମୁହଁ ବୋଲି ମତେ କହିଦେ। ଆରେ ଏ ଦୁନିଆରେ ସବୁ ମୋର କିଏ କିଏ ଅଛନ୍ତି? ମୋ ବାପା ମା ମୋ ଭାଇ ଭଉଣୀ କୋଉଠି ଅଛନ୍ତି ସେମାନେ? ଏଇ ତୁ କହୁନୁ କାହିଁକି? ତୁ କଣ କିଛି କହିବୁନି? କିଛି କହିବୁନି ତୁ? ତତେ ମୁଁ କେତେ ଜାବୁଡି ଧରିଛି, ମୋ ନିଜ ଠାରୁ ଯେବେ ଅଲଗା ହବାକୁ ତତେ ମୁଁ ଦେଇନି ରେ। ତରୁଟିଏ ମୋ ଅତୀତ କଥା ମତେ ମନେ ପକେଇଦେ। ଆରେ ଦୁନିଆରେ ସବୁ ମୋର କିଏ କିଏ ଅଛନ୍ତି? ମୋ ବାପା ମା ଭାଇ ଭଉଣୀ କୋଉଠି ଅଛନ୍ତି ସେମାନେ? କହିଦେ ମତେ ତୁ, କହିଦେ। ପଛପଟେ କଣ ଲୁଚେଇ ଦେଲୁ? ତୋ ପଛପଟେ କଣ ଲୁଚେଇ ଦେଲୁ? ନାଇଁ ବାବୁ, ଆପଣ ତ କଣ ବାବୁ, ମୁଁ ସତ କହୁଛି। ଆପଣ ଆସିଲେ ତ ଆପଣଙ୍କୁ ଦେଖି ଡରରେ ମୋ ହାତ ପଛକୁ ବାପା ମା କୋଉଠି ଅଛନ୍ତି କହ? ନାଇଁ ବାବୁ, ଏ ଦୁନିଆରେ ମୋର ବାପା ମା ବୋଲି କେହି ବି ନାହାନ୍ତି। ତାମାନେ ତୁ କଣ ଆକାଶରୁ ଛିଡ଼ି ପଡ଼ିଲୁ? ଆରେ ତତେ ଖୁଆଇ ପାଇଁ ଏତେ ବଡ କରିଛି କିଏ? ଅନାଥ ଆଶ୍ରମ ବାବୁ। ସେଇଠି ମୁଁ ଥିଲି। ଖାଲି ବାପା ତତେ ଏ ଘରେ ରଖିଛନ୍ତି ବୋଲି ମୁଁ କିଛି ବି କହିପାରିବି। ଆଉ ତାଇ ନଥିଲୁ, ଏବେ ଏଇ ମୁଁ ତତେ ଗଳା ଧକ୍କା ଦେଇ ଘରୁ ବାହାର ବାହାର କରିବେ ଦିଅ ତତେ। ଇଏ ମତେ ଆପଣଙ୍କୁ ମୁଁ କୋଉଠି ଦେଖିଲା ପରିକା ଲାଗୁଛି। କୋଉଠି ଦେଖିଛି ବାବୁ, ଆପଣ କିଏ? ଆରେ ମୁଁ ପଚାରୁଛି ତମେ କିଏ? ମୁଁ
କେୟାରଟେକର ମାନେ ଚାକରାଣୀ ଚାକରାଣୀ ମାନେ ମାଲିକ ସାମ୍ନାରେ ଏତେ ବଡ ପାଟିରେ କଥା କୁହନ୍ତିନି। ଏ ସାମାନ୍ୟ କଥା ତୁ ଜାଣିନୁ? ବାବୁ ମାନେ ଇଏ ନୁହ କୁମାର ବାବୁ ବୋଲିଟା। କୁମାର ତୋ ପ୍ରତି ଖରାପ ବ୍ୟବହାର କରୁଥିଲା ନା ତୁ ତାକୁ କ୍ୟାପଚର କରିବାକୁ ଚେଷ୍ଟା କରୁଥିଲୁ? ମତେ ଦେଖି ସାରିଲା ପରେ ତୁ ତ ଅଭିନୟ ଆରମ୍ଭ କରିଦେଲୁ ନାଇଁ? ଭାଇ ଭାଇ ମୁଁ କଣ କହୁଥିଲି କି ଆଉ ତୁ ଚୁପ କର। ତୋର କୌଣସି କଥା ମୁଁ ଶୁଣିବାକୁ ଚାହେଁନି। ବାବୁ ମୋ କଥା ଟିକେ ଓହୋ ଶୁଣ। ତୋ ଭଳି ଫୁଟପାଥରୁ ଝିଅମାନେ ଆସନ୍ତି, ବଡ ଘର ଦେଖି ନଜର ପକାନ୍ତି, ଆଉ ସେ ଘର ଭିତରେ ପ୍ରବେଶ କରିସାରିଲା ପରେ ସେ ଘରେ ଥିବା ବରଂ ସ୍ମାର୍ଟ ଭଳି ସଜେଇ କାହିଁକି ଜାଣିଛୁ? ଆଜି ଆମ କମ୍ପାନୀରେ ଗୋଟେ ଜରୁରୀ ମିଟିଂ ଅଛି। କଣ ହେଲା? ତମର କମ୍ପାନୀରେ ଜରୁରୀ ମିଟିଂ ଅଛି? ମୁଁ ନାରୀ ସଂଗଠନ ମିଟିଂ କୁ ଯିବା ପାଇଁ ତାଙ୍କୁ କଥା ଦେଇଛି। ଆମେ ଦି ଜଣ ସାଙ୍ଗ ହୋଇଯିବ। କଣ କରିବି ବୈଶାଖୀ? କମ୍ପାନୀ ମିଟିଂ ମତେ ଯାହା ବି ଆଟେଣ୍ଡ କରିବାକୁ ପଡିବ। ଆଉ ମୋ କଥା? ତୋ କଥା? ମମି ମୁଁ କହିଥିଲି ନା ମୋ ସ୍କୁଲରେ ଆଜି ଫଙ୍କସନ ଅଛି, ତମେ ଦି ଜଣ ମୋ ସହିତ ଯିବ ବୋଲି। ଆରେ ସତ୍ୟ ତୁ ମୋର ବି ମନେ ନାହିଁ। ସବୁ ତମରି ପାଇଁ। ଏଥର ତମେ ଚୁକ୍ତିକୁ ବୁଝ। ଆରେ ତମେ ବ୍ୟସ୍ତ ହୁଅନି, ମୁଁ ଚୁକ୍ତିକି ବୁଝେଇ ଦଉଛି ହେଲା। ସରି ଚୁକ୍ତି। ଆରେ ମା ଶୁଣ ମୋ କଥା ଟିକେ ଶୁଣ। ଆରେ ମା ମୋ କଥା ଟିକେ ଶୁଣ। ଶୁଣ ମା, ଏଇ ଥରକ ପାଇଁ ତୁ ମତେ କ୍ଷମା କରିଦେ। ଭବିଷ୍ୟତରେ ଏମିତି ଭୁଲ ଆଉ ଆମ ଘର ଲୋକ ଚୋରି କରୁଛନ୍ତି। ତାମାନେ ତୁ କହୁଛୁ ଆମ ଘର ଲୋକ ଚୋରି କରି ତତେ ଚୋରଣୀ ବୋଲି କହୁଛି? ତୁ କେମିତି ଏତେ ବଡ଼ ସାହସ କଲୁ? କେମିତି ସାହସ କଲୁ? କଣ ହଉଛି? ବାବା ଆପଣ ଏଠି ଛିଡ଼ା ହେଇଛନ୍ତି, ଆପଣଙ୍କ ସାମ୍ନାରେ ଭାଉଜ ରାଣୀକୁ ମାରା ମାରିଛନ୍ତି। ଆରେ କୁମାର, ଆରେ ଏ ଘରୁ ହୀରାର ଲକ୍ଷ୍ମୀ ମୂର୍ତ୍ତିଟା ଚୋରି ହେଇଗଲା ପରେ ମୋ ମୁଣ୍ଡ କିଛି କାମ କରୁନି। ହେଲେ ରାଣୀକୁ ମାରା ମାରିବା କଣ ଦରକାର? ସେ ହୀରା ମୂର୍ତ୍ତିକୁ ରାଣୀ ଚୋରି କରିଛି। ରାଣୀ ତମେ ଟିକେ ଚୁପ ରୁହ। ଆଚ୍ଛା ଭାଇ, ରାଣୀ ଯେ ହୀରା ମୂର୍ତ୍ତି ଚୋରି କରିଛି ଏ କଥାକୁ ଦେଖିଛି କି? ଏଇ ନଦେଖିଲେ ବି ଆମେ ଅନୁମାନ କରୁଛୁ ଏଇ ସେ ହୀରାମୂର୍ତ୍ତି ଚୋରି କରିଛି। କାହିଁକି ନା ବ୍ୟତୀତ ମୋ ବେଡରୁମକୁ ଆଉ କେହି ବି ଯାଆନ୍ତିନି। ସେଥିପାଇଁ ଆମେ ଅନୁମାନ କରୁଛୁ ଇଏ ହିଁ ଚୋରି କରିଛି। ଅନୁମାନ କରି ତାହେଲେ ତମେ ରାଣୀକୁ ମାର ମାରିଛ? ଆରେ ଏତେ ବଡ଼ ମଣିଷ ତମେ ହେଲ କେମିତି? ଆରେ ଯିଏ ପେଟକୁ ଗଣ୍ଡେ ଦାନା ଦେହକୁ ଗଣ୍ଡେ କୋନା ଭାଇ ତମ ଘରେ ପଡ଼ି ରହିଛି, ତମ ଘରେ ବାସନ ମାଜୁଛି, ତମର ଲୁଗାପଟା ସଫା କରୁଛି, ତାପରେ ବି ତମେ ରାଣୀକୁ ସନ୍ଦେହ କରୁଛ? ଶୁଣ, ସମସ୍ତେ ଶୁଣ, ସେ ହୀରା ମୂର୍ତ୍ତିକୁ ରାଣୀ ଚୋରି କରିନି, ଚୋରି କରିଛି ମୁଁ। କୁମାର ତୁ କଣ କହୁଛୁ ତୁ ନିଜେ ଜାଣିପାରୁଛୁ ତ? ସେ କଣ କହିବେ? ପ୍ରେମ ମଣିଷକୁ ଅନ୍ଧ କରିଦିଏ। କିଏ କାହାକୁ ପ୍ରେମ କରୁଛି? ତମ ସାନ ଭାଇ ପ୍ରେମ କରୁଛନ୍ତି। ପ୍ରେମରେ ଅନ୍ଧ ହୋଇଯାଇଛନ୍ତି। ବାବୁନି ଚାକରାଣୀ ସହିତ ତା ସମ୍ପର୍କଟାକୁ ଆରେ ଭାଇ ମତେ କଣ ପଚାରିବେ? ତା ପୂର୍ବରୁ ମୁଁ କହୁଛି ଶୁଣ ଭାଇ, ମୁଁ ରାଣୀକୁ ଭଲ ପାଏ, ମୁଁ ରାଣୀକୁ ପ୍ରେମ କରେ, ମୁଁ ରାଣୀକୁ ବିବାହ କରିବାକୁ ଚାହେଁ। ରାଣୀ ମା ଯାହା ସବୁ କହୁଛି ଏ କୁମାର, ମୋ ପୁଅ ଭଳି ଏତେ ତଳକୁ ଖସିଯିବ ମୁଁ ସ୍ୱପ୍ନରେ ବି ଭାବିନଥିଲି। ସାମାନ୍ୟ ଗୋଟେ ଚାକରାଣୀକୁ ଆପଣ ବିଶ୍ୱାସ କରନ୍ତୁ ବାବା। ଆପଣ ମୋତେ ବିଶ୍ୱାସ କରନ୍ତୁ, ସାନ ବାବୁ ମୋ ମୁଣ୍ଡ କିଛି କାମ କରୁନି। ସେ ଯାହା କହୁଛନ୍ତି ତାହା କହିଯାଉଛନ୍ତି।
ଏ କଥା ମିଛ ବାବା, ଏ କଥା ମିଛ। বাবা তোমার বংশ বুনিয়া খানদানটা তোমার এতে বড় হয়ে গেল বংশ বুনিয়া খানদান বাবা সে বংশ বুনিয়া খানদানର ଖୋଳପା ଭିତରୁ ଥରେ ବାହାରକୁ ବାହାରି ଆସିବ ତମ ବଡ ପୁଅ କିଛି ବି ଭୁଲ କରିନି ସେ ଏ କୁମାର ଯିଏ ଦିନେ ବାପା ଭାଇଙ୍କ ସାଙ୍ଗରେ ଛିଡ଼ା ହେବା ପାଇଁ ଚାଲ ସେ ଆଜି ତମର କଥା କହିପାରୁଛି କେମିତି? ଆରେ ଏ ସାହସ ତ ଦେଲା କିଏ? ତୁ ଯେବେଠାରୁ ଏ ଘରକୁ ଆସିଲଣି ତୁମର ସବୁ ମୁଣ୍ଡକୁ ତୁ ଖାଇସାରିଲଣି। ଏ ବାବା, ଆଜି ଭିତରେ ଏ ଯେମିତି ଏ ଘରୁ ବାହାରିବା ଦରକାର ନହେଲେ ମୁଁ ସବୁଦିନ ପାଇଁ ଏ ଘର ଛାଡ଼ି ଚାଲିଯିବି। ପୂର୍ବରୁ ମୋ ଶେଷ କଥା ବି ଶୁଣି ରଖ ଭାଉଜ ରାଣୀ ଯଦି ଏ ଘରୁ ବାହାରିଯାଏ ତାହେଲେ ମୁଁ ବି ତା ସହିତ ଘରୁ ବାହାରିଯିବି ଆପଣ ଏମିତି କଥା କହୁଥିଲେ ସାର ତାହେଲେ ଲୋକମାନେ ଶୁଣିଲେ କଣ କହିବେ? ତାମାନେ ଗୋଟେ ଚାକରାଣୀ ପାଇଁ ତମେ ଘର ଛାଡ଼ି ଚାଲିଯିବ। ବାବା ଆପଣ ବ୍ୟସ୍ତ ହୁଅନ୍ତୁନି ବାବା, ମୁଁ ସାନ ବାବୁକୁ ବୁଝେଇଦେବି। ମୋ ସାଙ୍ଗରେ ମୋର କୌଣସି କଥା ନାହିଁ। ମୁଁ କୁମାର ମୋର ସାଙ୍ଗକୁ ଯାଏ। କଣ କୁମାର ତୁ କଣ କହିଲୁ? କୁମାର କହ ମୁଁ ତୋତେ ପଚାରୁଛି ତୁ କଣ କହିଲୁ? ଆରେ କହ କୁମାର ତୋତେ ପଚାରୁଛି କହ କଣ କହିଲୁ? ବାବା ମୁଁ ବୁଝିଗଲୁ ବାବା। ଇଜ୍ଜତ ଉପରେ ଟିକେ ଆଞ୍ଚ ଆସିଲେ ସେ ମହାପ୍ରୟ ସୃଷ୍ଟି କରୁଛି। ये हेଉଥିବ ବଂଶ ବୁନିଆ ଖାନଦାନ କଥା। ଯଦି ତମ ବଂଶ ବୁନିଆ ଖାନଦାନର କଥା ତାହେଲେ ମୁଁ ନିଶ୍ଚୟ ବିବାହ କରିବି କେବଳ କୁମାର ଏଇ ରାଣୀଠାରୁ ସାହସ ପାଇଛି ସେଥିପାଇଁ ସେ ମୁହଁରେ ଜବାବ ଦଉଛି। ତୋତେ ଭଲ ପାଇବାର ଭୂତଟା ଯୋଉ ମୁଣ୍ଡରେ ପଶିଛି ତୋତେ ତ ବାହାର କରିବି ଆଜି ଆକୁ ମୁଁ ପିଟି ଏ ଘରୁ ବାହାର କରିବି। ଆରେ ଆକୁ ଆଜି ମୁଁ ପିଟି ବାହାର କରିବି। ହଁ ମୁଁ ଆକୁ ପିଟି ବାହାର କରିବି ତାକୁ। ଠିକ ଅଛି ବାବା ମୁଁ ରାଣୀକୁ ଭଲ ପାଏ ବୋଲି ତମେ ଯଦି ମୋତେ ପିଟି ଜୀବନରୁ ମାରି ବି ଦିଅ ତାହେଲେ ବି ମୁଁ ରାଣୀକୁ ଭଲ ପାଇବି ମୁଁ ରାଣୀକୁ ବିବାହ କରିବି ଆରେ ତୋତେ ମୁଁ ଆଜି ପିଟି ଶେଷ କରିଦେବି। ଶେଷ କରିଦେବି। ତୋରି ପାଇଁ କୁମାର ଆଜି ମୋ ମୁହଁରେ ଜବାବ ଦେଉଛି। ତୋରି ପାଇଁ ଆଜି କୁମାରଟା ବାଟ ଅମଣା ହେଇଛି। ଆଜି ବାବା ଯେମିତି କୁମାରকে ଘରୁ ବାড়ি ବାହାର କରିଦେଲେ ତତେ ଆଜି ଠିକ ସେମିତି ଘରୁ ବାড়ି ବାହାର କରିଦେବି। ସତ କଣ ସେ ହୀରାମତି ତୁ କାହାକୁ ଦେଇଛୁ? ସତ କଣ ସେ ହୀରାମତି ତୁ କୋଉଠି ରଖିଛୁ? ମୁଁ ସତ କଥା କହୁଛି ବାବୁ, ମୁଁ ସେ ହୀରାମତି ଦେଖିଛି କି ସେ ହୀରାମତି ନେଇନି। ଆପଣ ମୋ କଥାକୁ ବିଶ୍ୱାସ କରନ୍ତୁ ବାବୁ, ସେଇ ହୀରାମତିଟା ଆଚ୍ଛା ବହୁମା ତମେ ଜାଣିବ କେମିତି? ତମେ ତାକୁ ବାହାର କରିବା ଦରକାର ନାହିଁ। ପୋଲିସ ଯଦି ତାକୁ ଭିଡିଓ କରିଦିଅ କାହିଁକି ନା ଆମ ହୀରାମତି ଏଇ ଚୋରି କରିଛି। ଆରେ ବହୁମା ତମେ ଜାଣିଲ କେମିତି ଏ ହୀରାମତି ଚୋରି କରିଛି ବୋଲି? এই দেখো এইটা হচ্ছে সেই রূপবতী সে হীরামতি শঙ্করে ছিল।
ଇଏ ପାଉଚିଟା ମୋର। ଆରେ ବାବୁ, ମୁଁ ସତ କଥା କହୁଛି, ଇଏ ପାଉଚିଟା ମୋ ଭାଇମାନେ ମତେ ଦେଇଥିଲେ। ଆରେ ଆରେ ବାପା ତ ଏଇ ପାଉଁଜି ମତେ ଦେଇଥିଲେ ରଖିବାକୁ, ହେଲେ ଏଇଟା ତ ପୁତୁଳିରୁ ବାହାରିଲା କେମିତି? ତା ମାନେ ତୁ ନାଇଁ, ସତ କହୁଛି ବାବୁ, ମୁଁ ଏ ପାଉଚି ଚୋରି କରିନି। ହୀରାମୋତି କିଏ ଆଉ ମୁଁ କିଏ? ସତ କହୁଛି, ଏ ପାଉଚିଟା ମୋର। କାଲି ପର୍ଯ୍ୟନ୍ତ କହୁଥିଲୁ ତୋର ଏଇ ଦୁନିଆରେ କେହି ନାହାନ୍ତି ବୋଲି। ଆଜି ଏ ପାଉଁଜିଟା ଯେତେବେଳେ ତୋ ପୁଟଳି ଭିତରୁ ବାହାରିଲା, ତୁ କହୁଛୁ ପିଲାବେଳେ ମୋ ଭାଇମାନେ ଦେଇଥିଲେ। ସବୁ କରିବି, ଏ ପାଉଁଜିଟା ତୋ ପୁଟଳି ଭିତରକୁ ଗଲା କେମିତି? ମା, ଆପଣଙ୍କୁ ମୁଁ କଣ କହି ବୁଝେଇବି, ମୁଁ କିଛି ବି ଜାଣିପାରୁନି। ତୁ ଲୋଭରେ ପଡ଼ି ଏ କାମ କରୁଛୁ, ମତେ ଯାହା ଲାଗୁଛି। ହୀରାମୋତି ରଖିଛୁ, ମତେ ଫେରେଇ ଦେ। ତା ବଦଳରେ ତୁ କେତେ ଟଙ୍କା ଲାଗିବୁ? ମୁଁ ତ ବେଶୀ ଟଙ୍କା ଦେବି। ଏ ଘରର ଲକ୍ଷ୍ମୀ ପ୍ରତିମାକୁ କହ, କାହାକୁ ଦେଇଛୁ କହ। ବାବା, ମୁଁ ଯଦି ସେ ହୀରାମୋତି ଦେଖିଥାନ୍ତି କି ମୁଁ ରଖିଥାନ୍ତି, ତାହେଲେ ଆପଣଙ୍କୁ ମୁଁ ଦେଇଥାନ୍ତି। ହେଲେ ସେ ହୀରାମୋତି ତ ମୋ ପାଖରେ ନାହିଁ। ମୁଁ ଆପଣଙ୍କୁ ଫେରେଇବି କେମିତି? ଠିକ ଅଛି, ତା ମାନେ ତୁ ସେ ରୂପା ପାଉଁଜି ନେଇନି, ହୀରାମୋତି ତୁ ରଖିବୁ। ସତ କହ, ତାକୁ ତୁ କୋଉଠି ରଖିଛୁ? ସତ କହ। ଏବେ ଏଇ ମୁହୂର୍ତ୍ତରେ ପୋଲିସ ଡାକିବୁ। ପୋଲିସ ଡାକିବା ଦରକାର ନାହିଁ, କାହିଁକି ନା ମୁଁ ପୋଲିସକୁ ଫୋନ କରିସାରିଛି। ଆଉ କିଛି ସମୟ ଭିତରେ ସେ ଆସି ପହଞ୍ଚିଯିବେ। ଆରେ ବାବା, ପୋଲିସ ଆସୁ, ଯିଏ ବି ଆସୁ, ହୀରାର ଲକ୍ଷ୍ମୀମତୀ ଏ ଘରକୁ ନିହାତି ଫେରିବା ଦରକାର। ଘର ପଣା ଧରି ପୂଜା ପାଇଁ ଆସୁଥିବା ସେ ହୀରାର ଲକ୍ଷ୍ମୀମତୀ ଏ ଘରକୁ ଯଦି ନ ଫେରିବ, ମୁଁ ପାଗଳ ହେଇଯିବି ଦେବ, ମୁଁ ପାଗଳ ହେଇଯିବି। ବାବା ସତ କହୁଛି ରେ, ତୁ ଯଦି ହୀରାର ଲକ୍ଷ୍ମୀମତୀ ମତେ ଆଣି ନ ଦେବୁ, ତାହେଲେ କାଲି ସକାଳ ହେବା ପୂର୍ବରୁ ତୋ ବାବାଟା ଏ ଜୀବନରେ ରଖିବ। ତୋ ବାବାଟା ଜୀବନରେ ରଖିବ, ବାବାଟା ଆଉ ଜୀବନରେ ରଖିବନି। ବାବା ଶୁଣନ୍ତୁ, ବାବା ବାବା ହେ ଭଗବାନ, ମୋ ବାବାଙ୍କର ଯେମିତି କିଛି ନ ହୁଏ। ମୋ ବାବାଙ୍କୁ ଭଲ କରିଦେବ ଭଗବାନ। ତାଙ୍କର ଯେମିତି କିଛି ବି କ୍ଷତି ନ ହୁଏ। ଆଉ ତୋର ଆଉ ଦେଖେଇ ହେବା ଦରକାର ନାହିଁ। ଭଲରେ ଭଲରେ କହ, ସେ ହୀରାମୂର୍ତ୍ତିଟି କୋଉଠି ରଖିଛୁ ଆଉ କାହାକୁ ଦେଇଛୁ? ମୁଁ ସତ କହୁଛି, ସେ ହୀରାମୋତି ମୁଁ ଦେଖିନି କି ଜାଣିନି। ଆପଣଙ୍କୁ ମୁଁ କେମିତି କଣ କହି ବୁଝେଇବି, ମୁଁ କିଛି ବି ଜାଣିପାରୁନି। ନା, ଉଡ଼ି ଯାଉଥିବା ସୂର୍ଯ୍ୟକୁ ଦେଖି ଯଦି ଭାବି ନେବେ ସୂର୍ଯ୍ୟ ଉଦୟ ହଉଛି ବୋଲି, ଆଉ ଆକାଶକୁ ପ୍ରଶ୍ନ କରିବେ, ଆରେ ଏ ଆକାଶ ଅନ୍ଧାର କାହିଁକି ହେଇଗଲା? ତୁ ସୂର୍ଯ୍ୟକୁ କୋଉଠି ବୁଡେଇ ଦେଲୁ? ଆପଣ କୁହନ୍ତୁ ବାବୁ, ଆକାଶଟା ଏଠି କି ଉତ୍ତର ଦବ? ସୂର୍ଯ୍ୟ ଉଦୟ ହବା ଆଉ ଅସ୍ତ ହବା ଦେଖିବାକୁ ଏକା ପ୍ରକାର, ଖାଲି ଯାହା ସମୟର ବ୍ୟବଧାନ। ଓ ତୁ ଏକୁଟିଆ ବିଦ୍ୱାନ, ଆଉ ଆମେ ସବୁ ମୂର୍ଖ। ସତ କହ, ସତ କହ, ସେ ହୀରାମୋତି ତୁ କୋଉଠି ରଖିଛୁ? ଆରେ ସତ କହ, ସେ ହୀରାମୋତି ତୁ କାହାକୁ ତୁ ଦେଇଛୁ? ବାବୁ ମୋତେ ବିଶ୍ୱାସ କରନ୍ତୁ ବାବୁ, ମୁଁ ସେ ହୀରାମୋତି ଦେଖିନି କି ସେ ହୀରାମୋତି ନେଇନି। ଭଲରେ ଭଲରେ କହିଦେ, ସେ ହୀରାମୂର୍ତ୍ତି ତୁ କୋଉଠି ରଖିଛୁ ଆଉ କାହାକୁ ଦେଇଛୁ? ବାବୁ ସତ କହୁଛି, ମୁଁ ସେ ହୀରାମୋତି ନେଇନି ବା, ମୁଁ ନେଇନି। ସେ ହୀରାମୋତି ତୁ ନେଇନି। ଯେମିତି ଆଜି ବାବା କୁମାରକୁ ବାଡ଼େଇ ବାଡ଼େଇ ଘରୁ ବିଦା କରିଦେଇଛନ୍ତି, ଆଜି ଠିକ କଥା ସେମିତି ବାଡ଼େଇ ସବୁ ସତ କଥା ମୁଁ ଆଜି ଆଦାୟ କରିବି। ସେଇଟାକୁ ମାରୁ ମାରୁ ମାରିଦିଅ। ଜୀବନରେ ତାକୁ ଶେଷ କରିଦିଅ। ମାରିଦିଅ ଏ ଚାକରାଣୀକୁ। ଚାକରାଣୀକୁ ଭିତର
मते बहुत कष्ट हुए চুপটি এ চুপটি আমি কেতে থর কইছি তু তা পাখକୁ আসিবনি বলি কহ তু তাকে ধরিবনি বলি হীরা মুক্তিটা চোরি হয়ে যাইছি হীরামতি মুহ ঘରର ଲକ୍ଷ୍ମୀ ପୁରୁଷ ଧରି ଉତ୍ତରଦାୟୀ ମାନେ ତାକୁ ପୂଜା କରି ଆସିଥିଲେ ବାବା ଆସିଲେ ତାକୁ ମୁଣା କି ଉତ୍ତର ଦେବେ কহিদাও জীবন ମୁଁ କିନ୍ତୁ ବୁଝିପାରୁନି ଏତେ ଦାମୀ ହୀରା ମୂର୍ତ୍ତି ଯିଏ ନେଇଗଲା ସେ ସାମାନ୍ୟ ପାଉଁଜିଟାକୁ ନେଲା କେମିତି ଆରେ ଦୁଇଟି ଯାକ ଜିନିଷ ଯେତେବେଳେ ଗୋଟିଏ ବାକ୍ସରେ ଥିଲା ସେ ହୀରାମୂର୍ତ୍ତି ସାଙ୍ଗରେ ରୂପା ପାଉଁଜି କଣ ଫିଙ୍ଗିକି ଯାଇଥିଲା ତା ମାନେ ତମେ କଣ କହୁଛ ମୁଁ ଆଜି ସ୍ମାର୍ଟ ଦେଖାଯାଉ ବରଂ ନିଜୁ ସ୍ମାର୍ଟ ଭଳି ସଜେଇ ହେଇଛି କାହିଁକି ଜାଣିଛୁ ଆଜି ଆମ ମିଟିଂ ଅଛି ନାରୀ ସଂଗଠନ ମିଟିଂକୁ ଯିବା ପାଇଁ ତାଙ୍କୁ କଥା ଦେଇଛି ଆମେ ଦି ଜଣ ସାଙ୍ଗ ହେଇଯିବା କଣ କରିବି ବୈଶାଳୀ ମୋବାଇଲ ମିଟିଂ ମତେ ଯାହା ବି ଆଟେଣ୍ଡ କରିବାକୁ ପଡିବ ଆଉ ମୋ କଥା ତୋ କଥା मम्मी मु कहिदिली ना मो स्कूल रे आज फंक्शन अछि तमे दी जण मो सहित जीव बोली अरे सत्य तो मोर भी मने नहीं सब तमरी पाई एथर तमे चुटकी को बुझा अरे तमे व्यस्त होनी मु चुटकी की बुझेई दउ हैला सॉरी चुटकी अरे मैं सुन मो कथा टिके सुन अरे मां मो कथा टिके सुन सुन ना এই থরক পাই তু মতে ক্ষমা করে দে ভবিষ্যতে এমিতি ভুল আর কেবে বি হবনি ठीक अछि आज मु स्कूल एका चली जाउछि तमे माने मो सहित खते होउछ अगर करूछ तमे गीता को बाहर छ आउ केबे भी जाउन आउ बाकी रहिले जेजे तांको कथा तो न कहिबा भलो केउठु आसीति कहि मनी वाक जाउछन्ती केते बळे देइछन्ती तार ठीक ठिकाना नै तमे माने मते सब अरे चुटकी एका करी दउछ जदी तम पाखे मो पई समय नै तेबे मते ओटे आंटी दउन ठीक कथा कहतु चुटकी अरे तू जमा व्यस्त वाला मु तो कहि क्या ठीक करी साडीची ओ बाबा थोड़ा देखो अरे हो तमे दी जण तो घरे रहुना यार देखा सुने करबा पाई मु गोटे केयारटेकर सहित कथा ହେଇची से आज आसी पहुंचीबो बाबा आपण ठीक होइजती मदना काली ठारू घरକୁ ଯାଇजती फोन कले भी रिसीव करूनी से आसीबो कि न आसीबो से कथा भी जणा नाही मु भाबुची से आसीले हमको हेल्प करबो हम घरर सब काम ओ बुझिबो सियोर से करबो मु जानि छी ओ नो बैशाली से झियो विषय किछु न जानी न सुनी से कोन करिवो न करिवो से विषय मंतव्य दउछ बाबा आजकल जा समय हेलानी एमिति काकू घरे रखिबाटा ठीक होनी बाबा हेले आपण जति निष्पत्ति नै सले मु बा कोन करिवि हेले बाबा से झियो को घरे रखिबा पूर्व ता घर द्वार ठिकाना सब पचारि बुझिवे ताले भविष्यत हम समस्त को हैरान होबा पड़े डैडी मोर पूरा लेट होउची जल्दी चलो बाबा हमें भी आसु अरे बसाली आस ये बात आपनको मो कोठी देखिला परिके लागुची कोठी देखिची बाबू आपण की है अरे मु पचाची तमे की घरर क्या के टेको माने चाकरानी माने मालिक सामने रे तो बड़ पाटे कथा कहतनी ए सामान्य कथा तू जानिनी बाबू माने ये नो कुमार बाबू बोली जाए कुमार तो प्रति खराब व्यवहार करूथला
ନା ତୁ ତାକୁ କ୍ୟାପଚର କରିବାକୁ ଚେଷ୍ଟା କରୁଛୁ? ମତେ ଦେଖି ସାରିଲା ପରେ ତୁ ତ ଅଭିନୟ ଆରମ୍ଭ କରିଦେଲୁ ନାଇଁ? ନାଇଁ ମାନେ ମୁଁ ଭାଇ 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 ମୁଁ କଣ କହୁଥିଲି କି ଆରେ ଭାଇ? ତୁ ଚୁପ କର। ତୋର କୌଣସି କଥା ମୁଁ ଶୁଣିବାକୁ ଚାହେଁ। ବାବୁ ମୋ କଥା ଟିକେ ଶୁଣ। ତୋ ଭଳି ଫୁଟପାଥରୁ ଝିଅମାନେ ଆସନ୍ତି, ବଡ଼ ଘର ଦେଖି ନଜର ପକାନ୍ତି, ଆଉ ସେ ଘର ଭିତରେ ପ୍ରବେଶ କରିସାରିଲା ପରେ ସେ ଘରେ ଥିବା ଅବିବାହିତ ପୁଅ ଦେଖି ତାଙ୍କ ହାତ ଉଠା ରଖିବାକୁ ଚେଷ୍ଟା କରନ୍ତି। ଆଉ ଏଇଟା ହଉଛି ତମ ଛୋଟ ଲୋକମାନଙ୍କ ନିଜ ପ୍ରକୃତି। ହେ ଭଗବାନ। ମୁଁ ଗୋଟେ ଫୁଟପାଥର ମଣିଷ, ଗରିବ ଝିଅଟିଏ। ବାବୁ କୁଆ ବସାରେ ଯେତକ କଳା ଛୁଆ ଭିତରେ କେବଳ ଖାଲି କାଉ ନଥାନ୍ତି, ବେଳେ ବେଳେ ସେଥିରେ କୋଇଲିର ଛୁଆ ବି ଥାଏ। ଓ ତା ମାନେ ତୁ ତ ନିଜକୁ କୋଇଲି ଛୁଆ ବୋଲି କହୁଛୁ। ଆଉ ତୁ ଯଦି କୋଇଲି ଛୁଆ ତାହେଲେ ମତେ ଗୋଟେ କଥା କହିଲୁ, ଏଇ ଯୋଉ ଶାଢୀ ପିନ୍ଧିଛୁ ଏ ଶାଢୀ ତୁ କୋଉଠୁ ଆଣିଲୁ? ବାବୁ ମାନେ ମୁଁ ଆରେ କଣ ମୁଁ କହୁଛୁ? ମୁଁ ତତେ ପଚାରୁଛି ପରା, ଏଇ ଯୋଉ ଶାଢୀ ପିନ୍ଧିଛୁ ଏ ଶାଢୀ ତୁ କୋଉଠୁ ଆଣିଲୁ? ଏଇ ଘର ଭିତରୁ ବାବୁ। ଆରେ ବା, ମୋ ଘରକୁ ତୋର ଆସିବାର 2 ଘଣ୍ଟା ହେଇନି, ତୁ ମୋ ବେଡରୁମରେ ପଶିଲୁ। ମୋ ସ୍ତ୍ରୀର ଶାଢୀ ପିନ୍ଧିବା ତୁ ସାହସ କଲୁ କେମିତି? ଆରେ ତୁ କେମିତି ସାହସ କଲୁ ବେ? ମୋର ଭୁଲ ହେଇଯାଇଛି ବାବୁ। ଏମିତିକା ଭୁଲ ଆଉ କେବେ ହବନି ବାବୁ, କେବେ ବି ହବନି। ଭୁଲ ହେଇଯାଇଛି ନୁହେଁ, ଜାଣି ଶୁଣି ଭୁଲ କରିଛୁ। ସବୁବେଳେ ବି ତୋର ମନେ ରଖିବା ଉଚିତ ତୁ ତମେ ଏ ଗୀତ କେମିତି ଜାଣିଲ? ଏ ଗୀତ ତ ମୋ ଜହଲ ଭାଇ ଆମ ଜଗର ଭାଇ ଗୀତ ଗାଉଥିଲେ। ହ୍ୟାଲୋ ଏ ରୂପା, ମୁଁ ତ ସେ ହଜିଥିବା ଜହନ ଭାଇ। ମତେ ଚିହ୍ନି ପାରିଲୁନୁ? ହଁ ରୂପା, ଆମର 20 ବର୍ଷ ତଳେ ହଜି ଯାଇଥିବା ଜନ୍ ଭାଇ। ଜହଲ ଭାଇ ରୂପା! ତୁ କଣ ସତରେ ତୋ ମା ସାଙ୍ଗରେ ଫେରିଯିବୁ? ନାଇଁ ବାବା, ଯିବା ବେଳେ ମତେ ତୋତେ ଗୋଟେ ଗଲୁ କାଉ ବସାରେ କୋଇଲି ବେଶୀ ଦିନ ରହିପାରେ ନାହିଁ, ସେ ତା ସଜାତି ପାଖକୁ ନିଶ୍ଚୟ ଫେରିଯାଏ। କିନ୍ତୁ ମୁଁ ତତେ ଆଜି କହୁଛି, ମୋ କୁମାରୀକୁ ମାରିଥିବା ଅପରାଧୀକୁ ତୁ ଦଣ୍ଡ ନ ଦେବା ଯାଏ ଏ ଘରୁ କୁଆଡ଼େ ଯିବୁନି। ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିବୁ। ତ ଠିକ ଅଛି ବାବା। ମୋ ପ୍ରଥମ ଟାର୍ଗେଟ ଚାଲିସ୍। ଯିଏ ମୋ ଭଉଣୀର ଏଇ ଅବସ୍ଥା କରିଛି ତାକୁ ମୁଁ ଛାଡ଼ିବିନି ବାବା। ପ୍ରଥମ ଟାର୍ଗେଟ ସେ ଚାଲିସ୍। ତାଙ୍କ ଘରେ ହୀରାମୂର୍ତ୍ତି ଥିଲା, ଏ ଜାଣିଲା କେମିତି? ଇଏ ହଉଛି ସେ ଘରର ଚାକରାଣୀ, ହୁଏତ ସେ ବିଷୟରେ କିଛି ଜାଣିଥିବ। ଜାଣିଥିବ ନୁହେଁ, କୋଉ କାରଣ ନାହିଁ ତମେ ତାକୁ ସନ୍ଦେହ କରୁଛ? ତାଙ୍କ କହିବା ଅନୁସାରେ ହୀରାମୂର୍ତ୍ତି ରୂପା ପାଉଁଜି ଗୋଟେ ପାଉଁଜିରେ ଗୋଟେ ବାକ୍ସରେ ଥିଲା। ଖୋଜାଖୋଜି କଲାବେଳେ ଆରି କତରୁ ମିଳିଲା। ଏତେ ମାଡ଼ ଖାଇସାରିଲା ପରେ ବି ସେ ସତ କଥା ମାନିବନି। ଆଜ୍ଞା ସାର୍। ହୀରାମୂର୍ତ୍ତି ଖାଇଛୁ? ନାଇଁ ସାର୍, ମୁଁ ସେଇ ହୀରାମୂର୍ତ୍ତି ନେଇନି ସାର୍। ନେଇନୁ? ନା। ଯାଉ ଭୋଟ
Danger! Depart! Yeah! ଏଇଠି ଅଛନ୍ତି ଗଲା ଭାଇରାଲ ହେଇଗଲା। ମୋ ବାପା ମା ମୋ ଭାଇ ଭଉଣୀ କୋଉଠି ଅଛନ୍ତି ସେମାନେ? ଏଇ ତୁ କହୁନୁ ତତେ ମୁଁ କେତେ ଜାବୁଡି ଧରିଛି ମୋ ନିଜ କାଲି ଯଦି ଅଲଗା ହବାକୁ ତତେ ମୁଁ ଦେଇଦିଏ ଘରୁ ଟିକେ ମୋ ଅତୀତ କଥା ମତେ ମନେ ପକେଇଦେ। ଆରେ ଦୁନିଆ ସବୁ ମୋର କିଏ କିଏ ଅଛନ୍ତି? ମୋ ବାପା ମା ଭାଇ ଭଉଣୀ କୋଉଠି ଅଛନ୍ତି ସେମାନେ?